ଆମପାଣି କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ରାଜୀବ ଯୁବା ସଂସଦ ଆନୁକୂଲ୍ୟରେ ବୁଧବାର ପାତ୍ରବସା ଖେଳ ପଡ଼ିଆଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆମପାଣି ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରାଡଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ସମ୍ମାନିତ ଅତିଥି ଭାବେ ଡାଳିମ୍ବ ବାଗ, ସୋନୁ ଅଗ୍ରୱାଲ, ଭାସ୍କର ଦଣ୍ଡସେନା ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଘାଟିତ ମ୍ୟାଚ୍ ଚାହାର ବାହାଳ ଓ ମୈଦଳପୁର ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାହାର ବାହାଳ ଟିମ୍ ବିଜୟୀ ହୋଇଥିଲା। ମ୍ୟାଚ୍ରେ ଚମ୍ପିଆନ୍ ଭାବେ ସୁଶାନ୍ତ ସେଠିଆ ଓ ଉମେଶ ବାଗ ଖେଳ ପରିଚାଳନା କରିଥିଲେ। ଆୟୋଜିତ ଅନୁଷ୍ଠାନ ହେମନ୍ତ ସୁନା, ଯୁଗଳ କିଶୋର ନାୟକ, କେଶବ କର, ରାଜେନ୍ଦ୍ର ବାଗ, ହିମାଚଳ ନାୟକ, ଭୋଳାନାଥ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଧର୍ମଗଡ଼ରୁ ଜଗଦୀଶ ଦୁର୍ଗାଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।